ଖ୍ରୀଷ୍ଟରେ ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସତ୍ୟଜ୍ୟୋତି ନାମକ ୟୁଟ୍ୟୁବ୍ର ଏହି ବାଇବଲ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରେ ଏବଂ ପ୍ରେମ ନମସ୍କାର ସମସ୍ତଙ୍କୁ ଜଣାଏ। ସତ୍ୟଜ୍ୟୋତି ନାମକ ୟୁଟ୍ୟୁବ୍ର ଏହି ବାଇବଲ ଭିତ୍ତିକ କାର୍ଯ୍ୟକ୍ରମ ସାଧାରଣତଃ ସାମ୍ପ୍ରତିକ ପରିସ୍ଥିତିର ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ନେଇ ପ୍ରସଙ୍ଗଗୁଡ଼ିକୁ ପ୍ରସ୍ତୁତ କରାଯାଇଥାଏ। ସେ ଅନୁସାରେ ଆଜି ମଧ୍ୟ ଏକ ନୂତନ ପ୍ରସଙ୍ଗ ଆପଣମାନଙ୍କ ପାଖରେ ମୁଁ ଉପସ୍ଥାପନ କରିବା ପାଇଁ ଚାହେଁ। ଆପଣମାନେ ସମସ୍ତେ ଜାଣନ୍ତି ଯେ ବିଗତ ଏପ୍ରିଲ 22 ତାରିଖ ଦିନ କାଶ୍ମୀରର ପେହେଲଗାଁଓ ଠାରେ ଏକ ପର୍ଯ୍ୟଟନ ସ୍ଥଳୀରେ ଭାରତୀୟ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନେ ନିର୍ମମ ଭାବରେ ଗୁଳି କରି ସେମାନଙ୍କୁ ହତ୍ୟା କରିଥିଲେ ଏବଂ ସେହି ମର୍ମନ୍ତୁଦ ଘଟଣା ଆଜି ପର୍ଯ୍ୟନ୍ତ ଭାରତୀୟ ଲୋକମାନଙ୍କର ହୃଦୟ ଭିତରେ ଏକ ଶିହରଣ ସୃଷ୍ଟି କରୁଛି। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ସେମାନେ ଯେତେବେଳେ ପର୍ଯ୍ୟଟକମାନଙ୍କୁ ଗୁଳି କରିବା ପୂର୍ବରୁ ସେମାନେ ପ୍ରତ୍ୟେକ ପର୍ଯ୍ୟଟକମାନଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ତୁମେ ହିନ୍ଦୁ ନା ଇସଲାମ। ଆଉ ଯଦିଓ ଯେଉଁମାନେ ବି ଇସଲାମ ବି କହୁଥିଲେ ସେମାନଙ୍କୁ କାଲାମ ଆବୃତ କର ବୋଲି ମଧ୍ୟ ସେମାନଙ୍କୁ କୁହାଯାଉଥିଲା। ଅର୍ଥାତ୍ ତୁମମାନେ କୋରାନର କିଛି ବାକ୍ୟ ଆବୃତ୍ତି କର। ଆଉ ଯେଉଁମାନେ ହିନ୍ଦୁ ବୋଲି କହୁଥିଲେ ସେମାନଙ୍କୁ ତତ୍କ୍ଷଣାତ୍ ସେହି ସ୍ଥାନରେ ହିଁ ଗୁଳି କରି ହତ୍ୟା କରାଯାଉଥିଲେ ବା ଗୁଳି କରୁଥିଲେ। ଏ ପ୍ରକାର ଭାବରେ ସେମାନେ ସେ ବିସ୍ତୀର୍ଣ୍ଣ ଏକ ସବୁଜ ଘାସ ପଡ଼ିଆ ଉପରେ ପ୍ରାୟ 26 ଜଣ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରି ସାରିଥିଲେ। କାହାକୁ ତ ନିଜର ପିଲାମାନଙ୍କର ପୁଅ ଝିଅମାନଙ୍କ ସମ୍ମୁଖରେ ଗୁଳି କରାଯାଇଥିଲା ଏବଂ କାହାକୁ ନବବଧୂମାନଙ୍କ ସମ୍ମୁଖରେ ନିଜର ସ୍ୱାମୀମାନଙ୍କୁ ମଧ୍ୟ ବରମାନଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ତାହା ଆମମାନଙ୍କର ଭାରତର ସମସ୍ତ ଭାରତବାସୀମାନଙ୍କୁ ବ୍ୟଥିତ କରିଛି। ଆତଙ୍କବାଦର ଏକ ଅଲଗା ରୂପ ବର୍ତ୍ତମାନ ଆମେ ଦେଖିବାକୁ ପାଇପାରୁଛୁ। ଅନେକ ଆତଙ୍କବାଦୀମାନେ ଭାରତୀୟ ଲୋକମାନଙ୍କୁ ବିଭିନ୍ନ ଜାଗାରେ ହତ୍ୟା କରିଛନ୍ତି ଏବଂ ଅନେକ ଆମମାନଙ୍କର ଭାରତୀୟ ଯୋଦ୍ଧା ସୈନିକମାନଙ୍କୁ ବୀର ସୈନିକମାନଙ୍କୁ ମଧ୍ୟ ସେମାନେ ଲୁଚି ଛପି ହତ୍ୟା କରିଛନ୍ତି। କିନ୍ତୁ ଏହି ପ୍ରକାର ଭାବରେ ଇସଲାମ ନା ହିନ୍ଦୁ ଧର୍ମ ପଚାରି ଲୋକମାନଙ୍କୁ ହତ୍ୟା କରିବାର ଅନ୍ତରାଳରେ କ'ଣ ରହିଛି, ଆଜି ଆମମାନେ କିଛି ବିଷୟ ସେହି ବିଷୟରେ ଆଲୋଚନା କରିବା। ମୋର ପ୍ରିୟ ଭାଇ ଭଉଣୀମାନେ, ଆମମାନେ ଦେଖିବାକୁ ପାଇପାରୁଛୁ ଏହି ପେହେଲଗାଁର ଆତଙ୍କବାଦ ଆକ୍ରମଣ, ଏହା ଆଧ୍ୟାତ୍ମିକ ଦୃଷ୍ଟିକୋଣରେ କ'ଣ ହେଇପାରେ, ଆଧ୍ୟାତ୍ମିକ ଦୃଷ୍ଟିକୋଣ ଏଥିରେ କ'ଣ ହେଇପାରେ ବା ଏହି ଆତଙ୍କବାଦ କ'ଣ, କାହିଁକି ଥରକୁ ଥର ଏହି ପ୍ରକାର ଭାବରେ ଆତଙ୍କ ସୃଷ୍ଟି କରି ଏପରି ଟେରୋରିଷ୍ଟ ମାନେ ଆମମାନଙ୍କର ଭାରତ ଲୋକମାନଙ୍କୁ ହତ୍ୟା କରିବାର କାରଣ କ'ଣ ଏବଂ ତାହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକମାନେ, ନିର୍ଦ୍ଦିଷ୍ଟ ଇସଲାମର ଧର୍ମର ଟେରୋରିଷ୍ଟ ମାନେ ଆତଙ୍କବାଦୀ ମାନେ କାହିଁକି ଏ ପ୍ରକାର ଭାବରେ ଲୋକମାନଙ୍କୁ ହତ୍ୟା କରନ୍ତି। କେବଳ ଆତଙ୍କ ଘଟାଇବା ନିମନ୍ତେ କେହି ଏ ପ୍ରକାର କାର୍ଯ୍ୟ କର ନାହିଁ କିମ୍ବା ଏ ପ୍ରକାର ଆତଙ୍କ ଘଟାଇ ନିର୍ମମ ଲୋକମାନଙ୍କୁ ହତ୍ୟା କରିବା ନିମନ୍ତେ କୌଣସି ଦେଶ ସେମାନଙ୍କୁ ଅର୍ଥ ଯୋଗାଇ ଦିଅନ୍ତି ନାହିଁ। ଏବଂ ଦ୍ୱିତୀୟରେ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ଗୋଟେ ବିଷୟକୁ ଉପସ୍ଥାପନ କରିବା ପାଇଁ ଚାହେଁ ଯେ ଧର୍ମ ଯୁଦ୍ଧ ନାମରେ ଆତଙ୍କବାଦୀମାନେ ଧର୍ମଯୁଦ୍ଧ ନାମରେ ସେମାନେ ଧର୍ମରକ୍ଷା ନାମରେ ଏବଂ ନିଜର ରାଜ୍ୟକୁ ବିସ୍ତାର କରିବା ନାମରେ ଏହି ଆତଙ୍କବାଦକୁ ସେମାନେ ଆଗକୁ ବଢ଼େଇ ନେଇଥାନ୍ତି। କାରଣ ପ୍ରତ୍ୟେକ ଧର୍ମର ଲୋକମାନଙ୍କର ନିଜ ନିଜର ଧର୍ମ ପ୍ରତି ଗୋଟେ ଦୁର୍ବଳତା ରହିଛି। ସେହି ପ୍ରକାର ଭାବରେ ଇସଲାମ ଧର୍ମରେ ମଧ୍ୟ ଏହି ପ୍ରକାର ଲୋକମାନଙ୍କର ଦୁର୍ବଳତା ରହିଛି। ଯେଉଁ ଆଧ୍ୟାତ୍ମିକ ଦୁର୍ବଳତା ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆର୍ଥିକ ଭାବରେ ହେଉ କିମ୍ବା ନୈତିକ ଭାବରେ ପ୍ରୋତ୍ସାହନ ଦେଇ କିମ୍ବା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇ ନିଜର ଧର୍ମକୁ ବିସ୍ତାର କରିବା ପାଇଁ
ରାଜ୍ୟକୁ ବିସ୍ତାର କରିବା ହେଉଛି ସେମାନଙ୍କର ପରମ ଲକ୍ଷ୍ୟ। ଏଇ ଧର୍ମକୁ ପଚାରିକି ଲୋକମାନଙ୍କୁ ହତ୍ୟା କରିବାର ଆଢ଼ୁଆଳରେ କେବଳ ଧର୍ମ ଯୁଦ୍ଧର ମାନସିକତା ରହିଥିବାର ନିଶ୍ଚିତ ଜଣାଯାଇଥାଏ। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଆତଙ୍କବାଦର ଅନ୍ତରାଳରେ ମଧ୍ୟ ମୁଖ୍ୟତଃ ଧର୍ମ ଯୁଦ୍ଧର ମାନସିକତା କିମ୍ବା ଚିନ୍ତାଧାରା ରହିଛି, ଯାହା ମାନେ ଆଲୋଚନା କରିବା। ଆସନ୍ତୁ ଏହି ବିଷୟରେ ଆମେ କିଞ୍ଚିତ ଆଲୋଚନା କରିବା ପାଇଁ ଯିବା। ଇସଲାମ ଧର୍ମରେ ମଧ୍ୟ ଧର୍ମଯୁଦ୍ଧ ଅଛି। ହିନ୍ଦୁ ଧର୍ମରେ ମଧ୍ୟ ଧର୍ମଯୁଦ୍ଧ ଅଛି। ଏପରିକି ଖ୍ରୀଷ୍ଟିଆନ ଧର୍ମରେ ବି ଧର୍ମଯୁଦ୍ଧ ଅଛି। ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ମଧ୍ୟ ଧର୍ମଯୁଦ୍ଧ କରନ୍ତି। ଆମମାନେ ଇସଲାମ ଧର୍ମ ଲୋକମାନଙ୍କର ଇସଲାମର ଧର୍ମଯୁଦ୍ଧ ଆମେ ଦେଖୁଛୁ ନିଜର ଧର୍ମକୁ ବିସ୍ତାର କରିବା ପାଇଁ। ଏପରିକି ହିନ୍ଦୁ ଧର୍ମରେ ମଧ୍ୟ ଦେଖୁଛୁ ନିଜର ଧର୍ମକୁ ରକ୍ଷା କରିବା ପାଇଁ। କିନ୍ତୁ ଖ୍ରୀଷ୍ଟିଆନ ଧର୍ମର ଯୁଦ୍ଧ ତାର ପରିଭାଷା ଅଲଗା। ତାର ଅସ୍ତ୍ରଶସ୍ତ୍ର ଏହି ପ୍ରକାର ଶାରୀରିକ ନୁହେଁ, କିମ୍ବା ତାଙ୍କର ଅସ୍ତ୍ରଶସ୍ତ୍ର ଏହି ପ୍ରକାର ହତ୍ୟା ଲୁଣ୍ଠନ ଏ ପ୍ରକାର ନୁହେଁ। ସେମାନଙ୍କର ଅସ୍ତ୍ରଶସ୍ତ୍ର, ଖ୍ରୀଷ୍ଟିଆନ ଲୋକମାନଙ୍କର ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ଅଲଗା ଧର୍ମର ଅସ୍ତ୍ରଶସ୍ତ୍ର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ତେବେ ଇସଲାମ ଧର୍ମରେ ଏହି ଧର୍ମଯୁଦ୍ଧର ମାନସିକତା କିମ୍ବା ଚିନ୍ତାଧାରା କେଉଁଠୁ ଆସିଲା, ଏହି ବିଷୟରେ ଆଜି ଆମେ ଚିନ୍ତା କରିବା। ମୁଖ୍ୟତଃ ମଧ୍ୟପ୍ରାଚ୍ୟରେ ଏସିଆର ମଧ୍ୟ ଭାଗରେ ବାସ କରୁଥିବା ଲୋକମାନଙ୍କୁ ମିଦିୟନୀୟ ବୋଲି କୁହାଯାଏ, ମିଦିୟନାଇଟ୍ସ। ଏବଂ ସେମାନେ ସାଧାରଣତଃ ମରୁ ପ୍ରାନ୍ତରରେ ସେମାନେ ବାସ କରୁଥିଲେ ବା ବାସ କରୁଛନ୍ତି ମଧ୍ୟ। ଏବଂ ସେମାନଙ୍କର ପ୍ରଧାନ ଜୀବିକା ଥିଲା ପଶୁପାଳନ। ଏବଂ ସେହି ମଧ୍ୟପ୍ରାଚ୍ୟର ରାଜ୍ୟଗୁଡ଼ିକ ମକ୍କା, ମଦିନା, ସାଉଦି ଆରବ ଏପରି ଛୋଟ ଛୋଟ ଦେଶଗୁଡ଼ିକ ଏକ ବ୍ୟବସାୟ କେନ୍ଦ୍ର ଥିଲା। ଏବଂ এই ମକ୍କା କିମ୍ବା ମଦିନା ଏବଂ ସାଉଦି ଆରବ ଛୋଟ ଛୋଟ এই ବ୍ୟବସାୟିକ କେନ୍ଦ୍ର ଥିବାରୁ ତାର ପଡ଼ୋଶୀ ଦେଶମାନଙ୍କ ଠାରୁ ଅନେକ ବ୍ୟବସାୟୀମାନେ ଆସି ସେହି ଜାଗାରେ ବ୍ୟବସାୟ କରି ସେମାନେ ଜିନିଷ ବିକ୍ରି କରୁଥିଲେ ଏବଂ କିଛି ଜିନିଷ କ୍ରୟ କରି ସେମାନେ ନିଜ ରାଜ୍ୟକୁ ନେଇ ସେହି ଜାଗାରେ ବିକ୍ରୟ କରି ଲାଭବାନ ହେଉଥିଲେ। ଏବଂ ଏହି ସମୟରେ ଯେତେବେଳେ ସେମାନେ ନିଜ ରାଜ୍ୟରୁ ମକ୍କା, ମଦିନା କିମ୍ବା ଆରବୀୟ ଦେଶକୁ ବ୍ୟବସାୟ କରିବା ପାଇଁ ଆସୁଥିଲେ, ସେତେବେଳେ ଏହି ମଧ୍ୟପ୍ରାଚ୍ୟରେ କେବଳ ଲୋକମାନେ ଦେବାଦେବୀମାନଙ୍କୁ ପୂଜା କରୁଥିଲେ। ବିଭିନ୍ନ ପ୍ରକାର ପ୍ରତିମାକୁ ପୂଜା କରାଯାଉଥିଲା। ଏବଂ এই বিভিন্ন প্রকার ধর্মাবলম্বী মানে যে পড়োশী দেশের ব্যবসায় করা নিমন্তে মক্কা মদিনাকে আসুলে, সেমানে নিজ নিজর পুতলিকা নিজ নিজর প্রতিমা গুড়াক নেই এই মক্কা মদিনাকে সেমানে আসুলে এবং সেই জায়গায় তাকে স্থাপন করুলে। ইতিহাসে লেখা যাই এ প্রকারে প্রায় 360 গোটি পুতলিকা 360 গোটি প্রতিমা গুড়াক এই মক্কা মদিনারে সেমানে পূজা পাউলে। এবং তৎসহিত সূর্য, চন্দ্র, নক্ষত্র দেবতাকে মধ্য পূজা করা যাউথিলা। এবং এই 360 গোটি পুতলিকা বা প্রতিমা মধ্যরু সূর্য, চন্দ্র, নক্ষত্রকু এক মুখ্য প্রতিমা ভাবে পূজা করা যাউথিলা। এবং লেখা যাইছি এবং এমানকু উচ্চতর মান্যতা মধ্য দিয়া যাউথিলা। 6ষ্ঠ শতাব্দীরে কাবা মন্দির মধ্যমরে মক্কা নগরী বহুত অর্থ রোজগার হোতিলা। মন্দিরে কাবা মন্দিরে বহুত অর্থ রোজগার হোতিলা। এবং সেতেবেলে কিউরেস গোষ্ঠীর হাসিম ঘরে মোহাম্মদ 570 খ্রিস্টাব্দরু 570 বা 600 খ্রিস্টাব্দ ভিতরে মোহাম্মদ এই কিউরেস গোষ্ঠীর হাসিম ঘরে সে জন্মগ্রহণ করেছিলেন। এবং মোহাম্মদଙ୍କର ପିତା ମୃତ୍ୟୁ ପରେ ମୋହାମ୍ମଦଙ୍କର ପିତାଙ୍କର ମୃତ୍ୟୁ ପରେ ମୋହାମ୍ମଦ ମନ୍ଦିରର ରକ୍ଷଣାବେକ୍ଷଣ କରୁଥିଲେ। ଏବଂ 360 ଗୋଟି ଦେବତାମାନଙ୍କ ମଧ୍ୟରେ ଆଉ ଆଲ୍ଲାହ ମୁଖ୍ୟ ଥିଲେ ବୋଲି ଇତିହାସରେ ମଧ୍ୟ ଲେଖାଯାଇଛି, କିମ୍ବଦନ୍ତୀ ଗୁଡ଼ିକରେ ଲେଖାଯାଇଛି। ଏବଂ 610 ଖ୍ରୀଷ୍ଟାବ୍ଦରେ ପ୍ରାୟ 40 ବର୍ଷ ବୟସରେ ମୋହାମ୍ମଦ
ମୁସଲମାନ ଧର୍ମ ଏ ମଧ୍ୟପ୍ରାଚ୍ୟରେ ପ୍ରତିଷ୍ଠା କରିବା ନିମନ୍ତେ ଚେଷ୍ଟା କଲେ। ସେତେବେଳେ ମଧ୍ୟପ୍ରାଚ୍ୟରେ କେତୋଟି ଦେଶ ଗୁଡ଼ିକରେ ପ୍ରେରିତ ପାଉଲ ସୁସମାଚାର ପ୍ରଚାର କରି ମଣ୍ଡଳୀ ଗୁଡ଼ାକ ଖ୍ରୀଷ୍ଟୀୟ ମଣ୍ଡଳୀ ଗୁଡ଼ାକ ମଧ୍ୟ ସ୍ଥାପନ କରି ସାରିଥିଲେ ଏବଂ ମହମ୍ମଦ ସେତେବେଳେ ଜିହୁଦୀ ଧର୍ମ ଓ ଖ୍ରୀଷ୍ଟ ଧର୍ମ ମଧ୍ୟରୁ ଏକେଶ୍ୱରବାଦର ଶିକ୍ଷା ଲାଭ କରି ଇସଲାମ ନାମରେ ଏକ ଧର୍ମ ପ୍ରଚାର ଆରମ୍ଭ କଲେ ଏବଂ କେବଳ ଚନ୍ଦ୍ର ଦେବତାକୁ ସଂରକ୍ଷିତ ରଖି ସମସ୍ତ ଅଲଗା 364 ଦେବାଦେବୀଙ୍କୁ ସେ କ'ଣ କଲେ? ନଷ୍ଟ କଲେ ବା ସେ ସମସ୍ତ ଦେବାଦେବୀଙ୍କୁ ସେ ଧ୍ୱଂସ କଲେ। ସେଥିପାଇଁ ତାଙ୍କୁ ଅନେକ ବିରୋଧର ମୁକାବିଲା କରିବାକୁ ପଡ଼ିଥିଲା ଏବଂ ମହମ୍ମଦକୁ ମକ୍କା ପରିତ୍ୟାଗ କରି ତାକୁ ଦେଶାନ୍ତର କରାଯାଇଥିଲା, କାରଣ ଲୋକମାନେ ତାର ପ୍ରବଳ ବିରୋଧ କରିଥିଲେ। କିନ୍ତୁ କାଳକ୍ରମେ ପୁନର୍ବାର ମହମ୍ମଦ ମଧ୍ୟପ୍ରାଚ୍ୟକୁ ଫେରି ନିଜର ଶିକ୍ଷା ବଳରେ ସେ କ'ଣ କଲେ? ପ୍ରତିଷ୍ଠିତ ହୋଇ ପୁନର୍ବାର ଇସଲାମ ଧର୍ମ ସେ ମଧ୍ୟପ୍ରାଚ୍ୟରେ ସ୍ଥାପନ କରିବାରେ ସଫଳ ହେଲେ। ତାପରେ ଆମେ ଦେଖିବାକୁ ପାଇପାରୁଛୁ ମହମ୍ମଦଙ୍କର ଶକ୍ତିଯୁକ୍ତ ଶିକ୍ଷା ଦ୍ୱାରା ହିଁ ଏହି ଧର୍ମଯୁଦ୍ଧ ଏବଂ ଧର୍ମ ଯୋଦ୍ଧାମାନଙ୍କର ଆବିର୍ଭାବ ଘଟିଲା। କାରଣ ବାଇବଲ ଜିହୁଦୀ ଧର୍ମ ଏବଂ ଖ୍ରୀଷ୍ଟ ଧର୍ମର ସମ୍ମିଶ୍ରଣରେ ଏହି ଇସଲାମ ଧର୍ମକୁ ମହମ୍ମଦ ସ୍ଥାପନ କଲେ ଏବଂ ଆମେ ଦେଖିବାକୁ ପାଉଛୁ ଯେ ଇସଲାମ ମୁଖ୍ୟତଃ ବାଇବଲର ପୁରାତନ ନିୟମରୁ ମୋଶାଙ୍କ ବ୍ୟବସ୍ଥା ଓ ପରବର୍ତ୍ତୀ ରାଜୁଡ଼ାମାନଙ୍କର କର୍ତ୍ତୃତ୍ୱ କରୁଥିବା ପ୍ରଣାଳୀ ଉପରେ ହିଁ ଆଧାରିତ ଅଟେ। ପୁରାତନ ନିୟମରେ ଆମେ ଦେଖିବାକୁ ପାଇପାରୁଛୁ ଯେ ଯାତ୍ରା ପୁସ୍ତକ ତାର 15 ପର୍ବ 3 ପଦରେ ଲେଖାଯାଏ, ଯେହୋବା ପରମେଶ୍ୱର କହନ୍ତି, ଆମ୍ଭେ ଯୁଦ୍ଧ ବୀର। ଜିହୁଦୀ ଲୋକମାନେ ଯାହାକୁ ସେମାନେ ବର୍ତ୍ତମାନ ମଧ୍ୟ ପାଳନ କରନ୍ତି, ପୁରାତନ ନିୟମର ବ୍ୟବସ୍ଥା ପୁସ୍ତକ, ରାଜୁଡ଼ାମାନଙ୍କର ପୁସ୍ତକର ଯେଉଁ ଲେଖନୀ ବା ଯେଉଁ ଇତିହାସକୁ ସେମାନେ ପାଳନ କରନ୍ତି, ସେଥିରେ ଯାତ୍ରା 15 ପର୍ବ 3 ପଦରେ ଲେଖାଯାଇଛି, ସଦାପ୍ରଭୁ କହୁଛନ୍ତି ଆମ୍ଭେ ଯୁଦ୍ଧ ବୀର। ଯୀଶୁଅ 5 ପର୍ବ 14 ପଦରେ ଲେଖାଯାଏ, ପରମେଶ୍ୱର କହୁଛନ୍ତି ସଦାପ୍ରଭୁ ସୈନ୍ୟମାନଙ୍କର ସେନାପତି, ଲର୍ଡ ଅଫ୍ ହୋଷ୍ଟସ୍। ଯୀଶୁଅ 10 ପର୍ବ 9 ପଦ ଏବଂ 11 ପଦରେ ଲେଖାଯାଏ ଯେ ଶତ୍ରୁମାନଙ୍କୁ ମହାସଂହାର କରିବା ନିମନ୍ତେ ପରମେଶ୍ୱର ସୈନ୍ୟମାନଙ୍କୁ ଆଦେଶ ଦେଇଛନ୍ତି ଏବଂ ପ୍ରାକୃତିକ ଭାବରେ ପରମେଶ୍ୱର ଯୁଦ୍ଧ କରିବା ନିମନ୍ତେ ମଧ୍ୟ ସେ ବାୟୁ, ଜଳ, ଅଗ୍ନିକୁ ମଧ୍ୟ ସେ ବ୍ୟବହାର କରିଥିବା ବିଷୟ ଯାତ୍ରା ପୁସ୍ତକ 14 ପର୍ବ 21 ପଦରେ ଲେଖାଯାଏ ଏବଂ ପ୍ରଥମ ରାଜାବଳୀ 22 ପର୍ବ 14 ପଦରେ ଆମେ ଦେଖୁଛୁ ଯେ ସ୍ୱର୍ଗୀୟ ସୈନ୍ୟ ଦଳ କଥା ଲେଖାଯାଇଛି। ଈଶ୍ୱରଙ୍କର ସୈନ୍ୟ ଦଳ ମଧ୍ୟ ପୃଥିବୀକୁ ଆସି ଯୁଦ୍ଧ କରିବା ବିଷୟ, ଯେହୋଶାଫଟଙ୍କ ସପକ୍ଷରେ ଯୁଦ୍ଧ କରିବା ବିଷୟ ଆମେ ଦେଖିବାକୁ ପାଇପାରୁଛୁ। ଦ୍ୱିତୀୟ ବିବରଣୀ 4 ପର୍ବ ତାର 9 ପଦରେ ଲେଖାଯାଏ, ଏଥିରେ ମଧ୍ୟ ଆକାଶର ସୈନ୍ୟବାହିନୀ କଥା ଲେଖାଯାଇଛି। ଅର୍ଥାତ୍ ପରମେଶ୍ୱର ଆକାଶର ଅଦୃଶ୍ୟ ସୈନ୍ୟବାହିନୀକୁ ପଠାଇ ମଧ୍ୟ ଶତ୍ରୁ ସୈନ୍ୟମାନଙ୍କୁ ପରାସ୍ତ କରିବା ପାଇଁ ଆଦେଶ ଦେଉଥିଲେ ଏବଂ ଯୀଶୁଅ 7 ପର୍ବ 8ରୁ 13 ପଦ ଯଦି ଆପଣମାନେ ପଢ଼ିବେ, ଏହି ଜାଗାରେ ଲେଖାଯାଏ, ଯୁଦ୍ଧ କରିବା ପୂର୍ବରୁ ସୈନିକମାନଙ୍କୁ ସୂଚୀ କରାଯାଉଥିଲା, ପବିତ୍ର କରାଯାଉଥିଲା ଏବଂ କିଛି ବଳି ଉତ୍ସର୍ଗ କରି ସେମାନେ ଯୁଦ୍ଧକୁ ଗମନ କରୁଥିଲେ। ଯୀଶୁଅ 7 ପର୍ବ ତାର 10 ପଦରୁ 24 ପଦ ଭିତରେ ଲେଖାଯାଇଛି, ଏହି ଯୁଦ୍ଧରେ ଯେଉଁ ସୈନିକମାନେ କିଛି ପାପ କରୁଥିଲେ କିମ୍ବା ଅଶୁଚି କରୁଥିଲେ ଏବଂ ଅଶୁଚି କରି ସେମାନେ ଯୁଦ୍ଧକୁ ଯାଉଥିଲେ, ତେବେ ସମଗ୍ର ସୈନ୍ୟମାନେ ପରାଜିତ ହୋଇ ବଦ୍ଧ ହେଉଥିଲେ। ଅନାଜ୍ଞାବହତା ପାଇଁ ସୈନ୍ୟମାନେ ବିଜୟ ପାଉଥିଲେ ଏବଂ ଈଶ୍ୱରଙ୍କର ଆଜ୍ଞାବହତା ପାଇଁ ସୈନିକମାନେ ଅନାଜ୍ଞାବହତା ପାଇଁ ସୈନ୍ୟମାନେ ପରାଜୟ ପାଉଥିଲେ ଏବଂ ଆଜ୍ଞାବହତା ପାଇଁ ସୈନ୍ୟମାନେ ବିଜୟ ପ୍ରାପ୍ତ ହେଉଥିଲେ। ତେଣୁ ମୋର ପ୍ରିୟ ବନ୍ଧୁମାନେ,
ଶତ୍ରୁମାନଙ୍କୁ ବଦ୍ଧ କରି ସେମାନଙ୍କୁ ବର୍ଜ୍ୟ ବସ୍ତୁ ରୂପେ ଉତ୍ସର୍ଗ କରାଯାଉଥିଲା ଏବଂ ଏହି ଧାର୍ମିକମାନଙ୍କୁ ସ୍ଥାପନ କରି ଅଧାର୍ମିକମାନଙ୍କୁ ବର୍ଜ୍ୟ ବସ୍ତୁ ରୂପେ ବିନାଶ କରି ବଦ୍ଧ କରିବା, ଏହା ଈଶ୍ୱରଙ୍କର ଅନାଜ୍ଞାବହ ସନ୍ତାନମାନଙ୍କୁ ହତ୍ୟା କରି ଏକ ଉତ୍ତମ କାର୍ଯ୍ୟ କରାଯାଇଥିବା ବିଷୟକୁ ବିବେଚନା କରାଯାଉଥିଲା, ଯାହାକୁ ଧର୍ମ ଯୁଦ୍ଧ ବୋଲି କୁହାଯାଉଥିଲା। ଏବଂ ଏହି ଧର୍ମ ଯୁଦ୍ଧ ବା ହୋଲି ୱାର ବିଶେଷ କରି କିଣାନୀୟ ଲୋକମାନେ କାନାନାଇଟ୍ସ, ସେଥିରେ ବାସ କରୁଥିବା ଗିର୍ଗାସୀୟ, ଜିବୁସୀୟ, ପିରିଜୀୟ, ମିଶ୍ରୀୟ ଲୋକମାନେ, ଇମୋରୀୟ ଜାତିର ଲୋକମାନେ, ଅର୍ଥାତ୍ ଏ ସମସ୍ତ ଅଣଜିହୁଦୀୟ, ଏମାନେ ଈଶ୍ୱରଙ୍କର ବ୍ୟବସ୍ଥାର ଲଙ୍ଘନକାରୀ ବୋଲି ଏମାନଙ୍କ ବିରୁଦ୍ଧରେ ସର୍ବଦା ଜିହୁଦୀ ଲୋକମାନେ, ଯାହାକୁ ଇସ୍ରାଏଲ ବୋଲି କୁହାଯାଏ, ସେମାନେ ଯୁଦ୍ଧ କରି ଏମାନଙ୍କୁ ହତ୍ୟା କରୁଥିଲେ। ଏବଂ ସମୟ ସମୟରେ ମଧ୍ୟ ନିଜର ଅପବିତ୍ରତା ଅଶୁଚିତା ପାଇଁ ଇସ୍ରାଏଲ ଲୋକମାନେ ମଧ୍ୟ ସହସ୍ର ସହସ୍ର ସଂଖ୍ୟାରେ ସେମାନେ ବଦ୍ଧ ହୋଇଥିବା ବିଷୟ ମଧ୍ୟ ଆମେ ବାଇବଲରେ ଦେଖିବାକୁ ପାଇପାରୁଛୁ। ସେତେବେଳେ ପଶ୍ଚିମ ଏସିଆରେ ରାଜନୀତି ଏବଂ ଧର୍ମନୀତିଙ୍କର ମିଶ୍ରଣରେ ଦେଶ ଶାସିତ ହେଉଥିଲା। ସେତେବେଳର ରାଜାମାନେ ଏହି ମଧ୍ୟପ୍ରାଚ୍ୟରେ, ମଧ୍ୟ ଏସିଆରେ ଧର୍ମନୀତି ଏବଂ ରାଜନୀତିକୁ ଏକା ସାଙ୍ଗରେ ଲଗେଇ ଏକା ସାଙ୍ଗରେ ମିଶ୍ରିତ ଅନୁସାରେ ସେମାନେ ଦେଶଗୁଡ଼ିକୁ କର୍ତ୍ତୃତ୍ୱ ବା ଶାସନ କରୁଥିଲେ। ଏବଂ ଉକ୍ତ ଯୁଦ୍ଧଗୁଡ଼ିକ ପରମେଶ୍ୱରଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା ବିଷୟ ମଧ୍ୟ ବାଇବଲରେ ଲେଖାଯାଇଛି। ଏହାକୁ ପବିତ୍ର କାର୍ଯ୍ୟ ବୋଲି ବିବେଚନା କରାଯାଉଥିଲା। ଯେଉଁମାନେ ଏ ପ୍ରକାର ଧର୍ମ ଯୁଦ୍ଧରେ ସୈନିକ ଭାବରେ ନିଜକୁ ଉତ୍ସର୍ଗ କରି ସେମାନେ ଯୁଦ୍ଧ କରୁଥିଲେ, ଏହା ଏକ ପବିତ୍ର କାର୍ଯ୍ୟ ଏବଂ ଏହା ଏକ ଉତ୍ତମ କାର୍ଯ୍ୟ ବୋଲି ବିବେଚନା କରାଯାଉଥିଲା ଏବଂ ଏହାକୁ ଉତ୍ତମ ଭାବରେ ସୈନିକମାନେ ପାଳନ କରିବା ବିଷୟ ମଧ୍ୟ ବାଇବଲରେ ଲେଖାଯାଏ। କିନ୍ତୁ ଏହି ଯୁଦ୍ଧରେ ବିଶେଷରେ ମହିଳାମାନଙ୍କୁ ଏବଂ ଶିଶୁମାନଙ୍କୁ ହତ୍ୟା କରାଯାଉନଥିଲା, ସେମାନଙ୍କୁ ବାରଣ କରାଯାଇଥିଲା। ହତ୍ୟା କରିବା ନିମନ୍ତେ ସୈନିକମାନଙ୍କୁ ବାରଣ କରାଯାଇଥିଲା। ଏବଂ ଦେଶ ବିରୁଦ୍ଧରେ ଜୟପ୍ରାପ୍ତ ହେଉଥିଲେ ମଧ୍ୟ, ଯେକୌଣସି ଦେଶ ବିରୁଦ୍ଧରେ ଇସ୍ରାଏଲ ଲୋକମାନେ ଜୟପ୍ରାପ୍ତ ହେଉଥିଲେ ମଧ୍ୟ ସେମାନେ ସୀମାକୁ ପରିବର୍ଦ୍ଧିତ କରୁନଥିଲେ, ସେମାନେ ସୀମାକୁ ଅକ୍ତିଆର କରୁନଥିଲେ ଏବଂ ସେ ଦେଶର ସମସ୍ତ ବସ୍ତୁକୁ ବର୍ଜ୍ୟ ବସ୍ତୁ ରୂପେ ସେମାନେ ବିନାଶ କରୁଥିଲେ। ଯହୋଶୁଆ 6 ପର୍ବ 2 ପଦ ଏବଂ 8 ପର୍ବ 1ରୁ 2 ପଦ ଭିତରେ ଆମେ ଦେଖିବାକୁ ପାଇପାରିବା ଯେ ଯୁଦ୍ଧ ନିମନ୍ତେ ଈଶ୍ୱର ଲୋକମାନଙ୍କୁ ଆଦେଶ ଦେଉଥିଲେ ଏବଂ ଈଶ୍ୱର ଯୁଦ୍ଧ କରିବା ନିମନ୍ତେ ଈଶ୍ୱରଙ୍କର ଆଦେଶକୁ ଭାବବାଦୀମାନେ ଅନୁସନ୍ଧାନ କରୁଥିଲେ ଏବଂ ରାଜା ଓ ରାଜ୍ୟର ପ୍ରଜାମାନେ ଅବିଶ୍ୱସ୍ତ ହେଲେ ପରମେଶ୍ୱର ସେମାନଙ୍କୁ ବିଦେଶୀ ଲୋକମାନଙ୍କ ପାଖରେ ମଧ୍ୟ ସମର୍ପଣ କରି ତାଡ଼ନା ଭୋଗ କରୁଥିବା ବିଷୟ ମଧ୍ୟ ବାଇବଲରେ ଲେଖାଯାଇଛି। ଯେମିତି ଆମେ ଦେଖୁଛୁ ଯେ ଜିହୁଦୀ ଲୋକମାନେ ବା ଇସ୍ରାଏଲ ଲୋକମାନେ ସେମାନେ ମିଶ୍ରରେ 430 ବର୍ଷ କାଳ ଦାସତ୍ୱ ବନ୍ଧନରେ ସେମାନେ ରହିଥିଲେ। ଲେବି 18 ପର୍ବ 24 ପଦରୁ 30 ପଦ କିମ୍ବା ଦ୍ୱିତୀୟ ବିବରଣୀ 9 ପର୍ବ 5 ପଦରେ ମଧ୍ୟ ଲେଖାଯାଏ, ପରମେଶ୍ୱର ସୈନ୍ୟ ସଂଗ୍ରହ କରୁଥିଲେ, ଯୁଦ୍ଧ ବିଦ୍ୟା ତାଲିମ ଦେବା ନିମନ୍ତେ ଆଦେଶ ଦେଉଥିଲେ ଏବଂ ତଥା ନିଜେ ସୈନ୍ୟମାନଙ୍କ ମଧ୍ୟରେ ବିଦ୍ୟମାନ ହୋଇ ଶତ୍ରୁମାନଙ୍କ ସହିତ ଯୁଦ୍ଧ କରି ବିଜୟ ପ୍ରଦାନ କରିବାରେ ମଧ୍ୟ ବାଇବଲରେ ଲେଖାଯାଇଛି। କିନ୍ତୁ ଏହି ଧର୍ମ ଯୁଦ୍ଧରେ ନିଜର ଧର୍ମ ପ୍ରଚାର କିମ୍ବା ସୀମା ବିସ୍ତାର କରିବା ନିମନ୍ତେ ଲେଖାଯାଇ ନାହିଁ। କିନ୍ତୁ ଇସଲାମ ଧର୍ମରେ ଏହି ଧର୍ମ ଯୁଦ୍ଧକୁ ଏବେ ମଧ୍ୟ କଠୋର ଭାବରେ ପାଳନ କରାଯାଏ। ସେଥି ନିମନ୍ତେ ଇସଲାମରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସୈନ୍ୟ ସାମନ୍ତ ଦଳ ଗଠନ ହୋଇ କଠୋର ଯୁଦ୍ଧ ବିଦ୍ୟା ସେମାନଙ୍କୁ ଶିଖାଯାଉଥିବାର ମଧ୍ୟ ଆମେ ବର୍ତ୍ତମାନ ଦେଖିବାକୁ ପାଇପାରୁଛୁ ଏବଂ ସେମାନେ କଠୋର ଭାବରେ ତାଲିମ ନେଇଥାନ୍ତି। ମୋର ଭାଇ ଏବଂ ଭଉଣୀମାନେ, ଆମେ ଦେଖିବାକୁ ପାଇପାରୁଛୁ ଯେ ଏହି ଧର୍ମ ଯୁଦ୍ଧ କରିବା ନିମନ୍ତେ ମହମ୍ମଦ ଇସଲାମ ଲୋକମାନଙ୍କୁ ପ୍ରେରଣା ଦେଇଥିଲେ। ବାଇବଲର ପୁରାତନ ନିୟମରେ ବ୍ୟବସ୍ଥା ଯୁଗରେ ରାଜା ରାଜୁଡ଼ାମାନଙ୍କୁ ଯେଉଁ ବ୍ୟବସ୍ଥା ଥିଲା
ଧାର୍ମିକ ମାନଙ୍କୁ ବଧ କରି ଅଧାର୍ମିକ ମାନଙ୍କୁ ବଧ କରି ଧାର୍ମିକ ମାନଙ୍କୁ ସ୍ଥାପନ କରିବାର ଯେଉଁ ପୁରାତନ ନିୟମରେ ବାଇବଲର ଓଲ୍ଡ ଟେଷ୍ଟାମେଣ୍ଟରେ ଦିଆଯାଇଛି, ସେଇ ନିୟମକୁ ମହମ୍ମଦ ପୁଣି ଇସଲାମ ଧର୍ମରେ ତାକୁ ବିନିଯୋଗ କଲେ। ଯଦିଓ ଆଜି ଏଇ ପଦ୍ଧତି ଏଇ ଚିନ୍ତାଧାରା ଯଦି ଦେଶଗୁଡ଼ିକରେ ନାହିଁ, କିନ୍ତୁ ସ୍ୱତନ୍ତ୍ର ଦଳ ଗଠନ କରାଯାଏ, ସେମାନଙ୍କୁ ବିଭିନ୍ନ ପ୍ରକାର ଯୁଦ୍ଧବିଦ୍ୟା ଶିକ୍ଷା ଦିଆଯାଏ, ବିଭିନ୍ନ ପ୍ରକାର ଆଧୁନିକ ଅସ୍ତ୍ରଶସ୍ତ୍ର ଦିଆଯାଏ, ଧର୍ମ ଯୁଦ୍ଧ କରିବା ନିମନ୍ତେ ଅନେକ ଦେଶ ବିଦେଶରୁ ମଧ୍ୟ ସେମାନେ ଆର୍ଥିକ ସହଯୋଗ ପାଆନ୍ତି ଏବଂ ନୈତିକ ସହଯୋଗ ମଧ୍ୟ ପାଆନ୍ତି, ଯଦ୍ୱାରା ସେମାନେ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥାନ୍ତି। ଆମମାନେ ଆଉ ଏଥିପାଇଁ ସମଗ୍ର ଇସଲାମୀୟ ରାଷ୍ଟ୍ରମାନେ ଏଇ ଦଳଗୁଡ଼ିକୁ, ଯାହାକୁ ଆମେ ଉଗ୍ରପନ୍ଥୀ ବୋଲି ବି କହିପାରୁଛୁ, ଯାହାକୁ ଆମେ ଆତଙ୍କବାଦ ବୋଲି କହିପାରୁଛୁ, ଏଇ ଦଳଗୁଡ଼ିକୁ ସେମାନେ ଗଠନ କରିବା ପାଇଁ ଆର୍ଥିକ ସହଯୋଗ ଦିଅନ୍ତି। ଏବଂ ଏଇ ଧର୍ମ ଯୋଦ୍ଧା ବା ଜେହାଦୀ ବୋଲି ଯାହାକୁ କୁହାଯାଉଛି, ଆପଣମାନଙ୍କୁ ମୁଁ ଗୋଟେ ଲିଷ୍ଟ ଦେବି। ପାଲେଷ୍ଟାଇନରେ ହାମାସ, ବର୍ତ୍ତମାନ ଯେଉଁ ହାମାସ ଏବଂ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଯେଉଁ ଇସ୍ରାଏଲ ସଙ୍ଗେ ଯୁଦ୍ଧ ଚାଲିଛି, ପାଲେଷ୍ଟାଇନରେ ହାମାସ ଏହା ହେଉଛି ଗୋଟେ ମୋଷ୍ଟ କ୍ୟାପାବୁଲ, ଗୋଟେ ଦକ୍ଷତା ସମ୍ପନ୍ନ ଗୋଟେ ଦଳ। ଏହା ପାଲେଷ୍ଟାଇନର ନିର୍ଦ୍ଦିଷ୍ଟ ଦଳ ନୁହେଁ, ଏହା ଏକ ପ୍ରକାର ଦଳ, ସେମାନେ ଯାହା ପାଇଁ ମଧ୍ୟ ଯୁଦ୍ଧ କରିପାରିବେ। ଯେଉଁମାନେ ସେମାନଙ୍କୁ ଅର୍ଥ ପ୍ରଦାନ କରିବେ, ଯେଉଁମାନେ ନିଜର ଧର୍ମ ରକ୍ଷା କରିବା ନିମନ୍ତେ ଏହି ଦଳଗୁଡ଼ିକୁ ସେମାନେ ନିବେଦନ କରିବେ, ଅର୍ଥ ସାହାଯ୍ୟ କରିବେ, ସେମାନଙ୍କ ନିମନ୍ତେ ଏହି ଦଳଗୁଡ଼ାକ ସେମାନେ ଯୁଦ୍ଧ କରିବେ। ତେବେ ଲେଖାଯାଏ ଯେ ପାଲେଷ୍ଟାଇନରେ ହାମାସ, ଲେବାନନରେ ହେଜବୁଲା, ୟେମେନରେ ହୁତି, ଆଫଗାନିସ୍ତାନରେ ଅଲକାଇଦା, ଇସ୍ରାଏଲରେ ହାମାସ, ପାକିସ୍ତାନରେ ISI, ଏଇମାନେ କିମ୍ବା ମୁଜାହିଦିନ, ପାକର ମୁଜାହିଦିନ, ଏମାନେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ଦେଶର ଉଗ୍ରପନ୍ଥୀ ଦଳ ନୁହନ୍ତି। ଏମାନେ ଏକ ସ୍ୱତନ୍ତ୍ର ଦଳ, ବିଭିନ୍ନ ପ୍ରକାର ଇସଲାମୀୟ ରାଷ୍ଟ୍ରମାନଙ୍କ ମଧ୍ୟରୁ ସାହାଯ୍ୟପ୍ରାପ୍ତ, ଆର୍ଥିକ ସାହାଯ୍ୟପ୍ରାପ୍ତ ଏକ ସୈନ୍ୟ ଦଳ। ଏହି ସୈନ୍ୟ ଦଳ ଯେକୌଣସି ଇସଲାମୀୟ ରାଷ୍ଟ୍ରମାନଙ୍କ ନିମନ୍ତେ ଧର୍ମ ଯୁଦ୍ଧ କରିବା ନିମନ୍ତେ ଅହରହ ସେମାନେ ପ୍ରସ୍ତୁତ। ନିଜର ଜୀବନ ଜେହାଦ, ଧର୍ମ ଯୁଦ୍ଧ ନାମରେ ନିଜର ଜୀବନକୁ ମଧ୍ୟ ବିସର୍ଜନ କରିବା ନିମନ୍ତେ ସେମାନେ ପ୍ରସ୍ତୁତ ହେବାର ତାଲିମ, କଠୋର ତାଲିମ ସେମାନେ ପ୍ରାପ୍ତ ହୋଇଛନ୍ତି। ତେଣୁ ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଯେ ଏହି ପ୍ରକାର ଭାବରେ ଏଇ ଧର୍ମ ଯୋଦ୍ଧାମାନେ, ଯେଉଁମାନେ କି ପେହେଲଗାମରେ, କାଶ୍ମୀରର ପର୍ଯ୍ୟଟନ ସ୍ଥଳୀ ପେହେଲଗାମରେ ଧର୍ମର ନାମ ପଚାରିକି ସେମାନେ ହତ୍ୟା କରିଥିଲେ। ଏବଂ ଏହି ଧର୍ମର ପଛରେ ଏଇ କନସେପ୍ଟ, ଏହି ଧର୍ମ ଯୁଦ୍ଧର ଚିନ୍ତାଧାରା, ଏହି ମାନସିକତା ସେମାନଙ୍କ ପାଖରେ ଲୁଚି ରହିଛି। ତାହା କେବେ ମଧ୍ୟ ସମାପ୍ତ ହେବ ନାହିଁ, କିମ୍ବା କେହି ମଧ୍ୟ ତାକୁ ସମାପ୍ତ କରିବାର ସକ୍ଷମ ହୋଇପାରି ନାହାନ୍ତି ଏପର୍ଯ୍ୟନ୍ତ। ତେଣୁ ମୋର ବନ୍ଧୁମାନେ, ଏହି ଉକ୍ତ ଧର୍ମ ଯୋଦ୍ଧାମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ଏମାନଙ୍କର ଧର୍ମ ରକ୍ଷା ନିମନ୍ତେ ନିଜର ପ୍ରାଣକୁ ମଧ୍ୟ ବଳି ଦେବେ ଏବଂ ଇସଲାମ ରାଷ୍ଟ୍ର ସାରା ପୃଥିବୀରେ ଗଠନ କରିବେ ଏବଂ ତାହା ବିସ୍ତାର କରିବେ। ତେବେ ମୋର ପ୍ରିୟ ଭାଇ ଭଉଣୀମାନେ, କେବଳ ଇସଲାମ ଧର୍ମରେ, ମୁଁ ଯେମିତି ପୂର୍ବରୁ କହିଥିଲି, ଇସଲାମ ଧର୍ମରେ ଯେ କେବଳ ଏଇ ଧର୍ମଯୁଦ୍ଧ ରହିଛି ତାହା ନୁହେଁ। ଆମମାନଙ୍କର ଭାରତବର୍ଷରେ ମଧ୍ୟ ଧର୍ମ ଯୁଦ୍ଧ ରହିଛି, ଧର୍ମ ରକ୍ଷା କରିବା ନିମନ୍ତେ, ଯାହାକି ଆମେ ଆଜି ଦେଖିବାକୁ ପାଇପାରୁଛୁ, ଯାହାକି ଦେଖାଯାଏ ଗୋରକ୍ଷକ ନାମରେ ବଜରଙ୍ଗ ଦଳ। এই বজরং দল বিভিন্ন প্রকার গোরক্ষা নামরে লোকমানଙ୍କୁ ମଧ୍ୟ ହତ୍ୟା କରିବାର ନଜିର ରହିଛି। ଧର୍ମ ରକ୍ଷା କରିବା ନିମନ୍ତେ ଲୋକମାନଙ୍କୁ ହତ୍ୟା କରିବା ନିମନ୍ତେ ପୋଡ଼ାଜଳା, ହତ୍ୟାକାଣ୍ଡ, ଦଙ୍ଗା ଇତ୍ୟାଦିର କରିବାର ମଧ୍ୟ ଆମର ନଜିର ରହିଛି। ଅନେକ ମାମଲା ମଧ୍ୟ କୋର୍ଟ କଚେରୀରେ ବର୍ତ୍ତମାନ ତାର ବିଚାରାଧୀନ ରହିଛି। ସେହି ପ୍ରକାର ଭାବରେ ଖ୍ରୀଷ୍ଟୀୟ ଧର୍ମରେ ମଧ୍ୟ ଧର୍ମ ଯୁଦ୍ଧ ରହିଛି। ଏମାନେ ସମସ୍ତଙ୍କର ଧର୍ମ ପ୍ରଚାର ଏବଂ ଧର୍ମ ପ୍ରସାର, ବାଇବଲ ମଧ୍ୟ କୁହେ ଧର୍ମ ପ୍ରଚାର ଏବଂ ଧର୍ମ ପ୍ରସାରକୁ ବହୁତ ଗୁରୁତ୍ୱ ଦିଏ। କିନ୍ତୁ ଉଭୟ ଇସଲାମ ଏବଂ ହିନ୍ଦୁତ୍ୱର ଧର୍ମ ପ୍ରଚାର ବା ଧର୍ମ ରକ୍ଷାର କିମ୍ବା ଧର୍ମ ପ୍ରସାର କରିବାର ପଦ୍ଧତି, ଅସ୍ତ୍ରଶସ୍ତ୍ର, ତାର ଚିନ୍ତାଧାରା ଠାରୁ
ବାଇବଲର ଚିନ୍ତାଧାରା ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ଅଲଗା। ବାଇବଲ କହେ ଆତ୍ମିକ ଯୁଦ୍ଧ। କି ପ୍ରକାର ଭାବରେ ଆମେ ଆତ୍ମିକ ଯୁଦ୍ଧ କରୁ? ଆତ୍ମିକ ଯୁଦ୍ଧ ମାନେ ପାପକୁ ଧ୍ୱଂସ କରିବା, ଅଧର୍ମକୁ ଧ୍ୱଂସ କରିବା, ଦୁର୍ନୀତିକୁ ଧ୍ୱଂସ କରିବା, ଅହଙ୍କାର ଗର୍ବକୁ ଧ୍ୱଂସ କରିବା। এই ବିରୁଦ୍ଧରେ ଆମେ ଯୁଦ୍ଧ କରିବା। ମଣିଷକୁ ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାପୀକୁ ପ୍ରେମ କରୁଥିଲେ, ପାପକୁ ଘୃଣା କରୁଥିଲେ। ସେଥିପାଇଁ ପାପକୁ ହଟେଇବା ପାଇଁ, ଅଧର୍ମକୁ ହଟେଇବା ପାଇଁ ଏକ ଧର୍ମ ଯୁଦ୍ଧ ବାଇବଲରେ ଲେଖାଯାଇଛି। ସେଥିପାଇଁ ସୈନିକମାନଙ୍କୁ ତାଲିମ ଦେବା ନିମନ୍ତେ ମଧ୍ୟ ଲେଖାଯାଇଛି। এই ସୈନିକମାନେ କି ପ୍ରକାର ଭାବରେ ତାଲିମ ନେବେ? ସେମାନେ ଆତ୍ମିକ ଅସ୍ତ୍ରଶସ୍ତ୍ରରେ ସେମାନେ ସଜ୍ଜିତ ହେବେ। ପବିତ୍ରତା, ଧାର୍ମିକତା, ବିଶ୍ୱସ୍ତତା, ଆତ୍ମାଙ୍କର ଶକ୍ତି, ପବିତ୍ର ଆତ୍ମାଙ୍କର ଶକ୍ତି, ପବିତ୍ର ଆତ୍ମାଙ୍କର ପୂର୍ଣ୍ଣତା, এই সমস্ত ধার্মিকতার অস্ত্রশস্ত্র ସେମାନେ ସଜ୍ଜିତ ହୋଇ ପାପ ବିରୁଦ୍ଧରେ ଲଢ଼େଇ କରିବେ। ମଣିଷର ଶରୀର ବିରୁଦ୍ଧରେ ନୁହେଁ। ଏଫିସ୍ ପୁସ୍ତକରେ ଲେଖାଯାଇଛି ଆମମାନଙ୍କର ଯୁଦ୍ଧ ଶାରୀରିକ ନୁହେଁ। ଆମମାନଙ୍କର ଯୁଦ୍ଧ ଆକାଶ ମଣ୍ଡଳର ଦୁଷ୍ଟାତ୍ମାଙ୍କ ବିରୁଦ୍ଧରେ, ଅନ୍ଧକାରର ଶକ୍ତି ବିରୁଦ୍ଧରେ ଆମମାନଙ୍କର ଯୁଦ୍ଧ। ଏ ଅନ୍ଧକାର ଶକ୍ତି କିଏ? ଯେଉଁମାନେ କି ରକ୍ତପାତ କରନ୍ତି, ଯେଉଁମାନେ କି ପାପ କରନ୍ତି, ଯେଉଁମାନେ କି ଦୁର୍ନୀତି କରନ୍ତି, ଯେଉଁମାନେ କି ଭ୍ରଷ୍ଟାଚାର, এই ବିରୁଦ୍ଧରେ ଆମମାନଙ୍କର ଯୁଦ୍ଧ। ରାଜ୍ୟ ଜୟ, ଶୈତାନ ଯେଉଁ ଲୋକମାନଙ୍କୁ କବ୍ଜା କରିକି ରଖିଛି, ନିଜର ଅନ୍ଧକାର ଶକ୍ତି ଭିତରେ ରଖିଛି ଏବଂ ସମସ୍ତ ଦୁର୍ନୀତି କାର୍ଯ୍ୟ କରୁଛି, ତାର ରାଜ୍ୟକୁ ଆମେ ଜୟ କରିବା। ଏବଂ ଏହା ଥିଲା ଆଧ୍ୟାତ୍ମିକ ଦୃଷ୍ଟିକୋଣ। ମୋର ପ୍ରିୟ ଭାଇମାନେ ଏବଂ ଭଉଣୀମାନେ, ଆଜି ଆମେ ଦେଖିବାକୁ ପାଇପାରୁଛୁ এই ପ୍ରକାର ଭାବରେ ଆମେ ହିନ୍ଦୁତ୍ୱରେ ମଧ୍ୟ ଧର୍ମଯୁଦ୍ଧ ଅଛି, ଇସଲାମରେ ମଧ୍ୟ ଧର୍ମଯୁଦ୍ଧ ଅଛି, ଖ୍ରୀଷ୍ଟିଆନିଟିରେ ବି ଧର୍ମଯୁଦ୍ଧ ଅଛି। ତେବେ ଯେଉଁ କାଶ୍ମୀର ଯେଉଁ ପେହେଲଗାମରେ ଯେଉଁ ଧର୍ମଯୁଦ୍ଧ ଥିଲା, ତାହା ଇସଲାମ ଲୋକମାନଙ୍କର, ଯେଉଁମାନେ ବିଧର୍ମୀ, ଯେଉଁମାନେ ଇସଲାମ ନୁହନ୍ତି, ସେମାନଙ୍କୁ ହତ୍ୟା କରନ୍ତି। ଆମେ ସେମାନଙ୍କୁ ଆତଙ୍କବାଦ ବୋଲି କହୁଛୁ, ଆମେ ସେମାନଙ୍କୁ ଉଗ୍ରବାଦୀ ବୋଲି କହୁଛୁ, ଆମେ ସେମାନଙ୍କୁ ଟେରୋରିଷ୍ଟ ବୋଲି କହୁଛୁ, ଆମେ ସେମାନଙ୍କୁ ସୀମାପାର ଆତଙ୍କବାଦୀ ବୋଲି କହୁଛୁ। କିନ୍ତୁ ପ୍ରକୃତରେ ସେମାନଙ୍କର ବିଧର୍ମୀମାନଙ୍କୁ ହତ୍ୟା କରିବା। ସେମାନେ ଯିଏ ବି ହୁଅନ୍ତୁ, ସେମାନେ ଯେଉଁ ଦେଶରେ ବି ଥାଆନ୍ତୁ, ସେମାନେ ଇସଲାମବାଦ ଯେଉଁ ଧର୍ମରେ ବି ଥାଆନ୍ତୁ, ସେମାନଙ୍କୁ ସେମାନେ ହତ୍ୟା କରିବେ। ସେମାନେ ଥରକୁ ଥର এই କାର୍ଯ୍ୟ ସେମାନେ କରିଥାନ୍ତି। ସେଥିପାଇଁ ସେମାନେ ବଡ଼ ବଡ଼ ନେତାମାନେ ଅଛନ୍ତି, ବଡ଼ ବଡ଼ ସୈନ୍ୟ ଦଳର ତାଲିମ କ୍ଷେତ୍ର ଗୁଡ଼ାକ ଅଛି, ଇସଲାମୀୟ ରାଷ୍ଟ୍ର ଗୁଡ଼ାକ ସେମାନଙ୍କୁ ସାହାଯ୍ୟ କରନ୍ତି, ସହଯୋଗ କରନ୍ତି, ନୈତିକ ବଳ ମଧ୍ୟ ସେମାନଙ୍କୁ ଦିଅନ୍ତି। ଆଉ ଯେଉଁ ଦଳରୁ এই ସୀମାପାର ଆତଙ୍କବାଦୀମାନେ ଆସି କାଶ୍ମୀରରେ ପେହେଲଗାମରେ ନିରୀହ 26 ଜଣ ବ୍ୟକ୍ତିଙ୍କୁ ନିର୍ମମ ଭାବରେ ହତ୍ୟା କରି ସେମାନେ ନିଜର ଦେଶକୁ ଚାଲି ଯାଇଥିଲେ। ମୋର ପ୍ରିୟ ବନ୍ଧୁଗଣ, ଆଜି এই ସମ୍ବାଦ, এই ବିଷୟ ଆମେ ଉପଲବ୍ଧି କରିବା ଦରକାର। ଆମମାନଙ୍କର ଯୁଦ୍ଧ ଆତ୍ମିକ ଯୁଦ୍ଧ ହେବା ଦରକାର। ମନୁଷ୍ୟକୁ ରକ୍ଷା କରି ପାପକୁ ବିନାଶ କରିବା ନିମନ୍ତେ এই ପ୍ରକାର এই ଯୁଦ୍ଧ କରିବା ନିମନ୍ତେ ଜଣେ ସେନାପତି ସ୍ୱର୍ଗରୁ এই ପୃଥିବୀକୁ ଓହ୍ଲାଇ ଆସିଥିଲେ। ତାଙ୍କ ନାଁ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ କୌଣସି ଅସ୍ତ୍ରଶସ୍ତ୍ରର ବିନିଯୋଗ କରିନଥିଲେ। ନିଜର ଆଧ୍ୟାତ୍ମିକ ଶକ୍ତି, ଐଶ୍ୱରିକ ବଳରେ ଶୈତାନର ଶକ୍ତିକୁ ହଟେଇ ମନୁଷ୍ୟକୁ ଉଦ୍ଧାର କରିବା ନିମନ୍ତେ ଆଜି ମଧ୍ୟ ସେ ଆଧ୍ୟାତ୍ମିକ ଶକ୍ତି, ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି। ଯଦି ଆମେ ତାଙ୍କୁ ଗ୍ରହଣ କରିବା, ତାହେଲେ ଆମେ ସେ ପାପର ଶକ୍ତିକୁ ପରାସ୍ତ କରି ଐଶ୍ୱରିକ ଶକ୍ତି ଧାରଣ କରି ଧର୍ମ ଯୁଦ୍ଧ କରି ଆମେ ଲୋକମାନଙ୍କୁ ଅନ୍ଧକାରରୁ ବଞ୍ଚାଇ ପାରିବା। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।